ଦେଖନ୍ତୁ ପେଟ୍ରୋଲ ଡିଜେଲ କଥା ଛାଡ଼ନ୍ତୁ ସବୁ ପ୍ରକାର ଜିନିଷ ବଢ଼ୁଛି ଆଉ ପେଟ୍ରୋଲ ଡିଜେଲରୁ ଯେତେବେଳେ ଭାଟ ହଟେଇବା ପାଇଁ ସେ ବିରୋଧ ଥିଲାବେଳେ ସେମାନେ କହୁଥିଲେ କିନ୍ତୁ ଆଜି ସେମାନେ ନିରବ ଦଶଟା କାହିଁକି ନା ତାଙ୍କୁ ଯେତେବେଳେ ବିରୋଧ କରିବାର ଅଛି ସେତେବେଳେ ବିରୋଧ କରିବେ ଆଜି ଶାସନ ଦଳରେ ଆସିଲା ପରେ ସେମାନେ ଆଉ କିଛି ହୁଁଚୁ ହେଉନାହାନ୍ତି ଆଉ ବିଶେଷ କରି ଆପଣମାନେ ଦେଖନ୍ତୁ ପେଟ୍ରୋଲ ଡିଜେଲ କଥା କୁହନ୍ତୁ ପେଟ୍ରୋଲ ଡିଜେଲ ଯେତେବେଳେ ରେଟ୍ ବଢ଼ୁଛି ଆପଣ ସବୁ ନିତ୍ୟ ଆବଶ୍ୟକ ଜିନିଷ ସବୁ ଜିନିଷ ଗୁଡ଼ାକ ବଢ଼ୁଛି ଯେତେବେଳେ ଆମ ଟ୍ରାନ୍ସପୋର୍ଟେସନ୍ ହେଉଛି ଆପଣଙ୍କର ଯାହା ସାମଗ୍ରୀ ବି ତାର ରେଟ୍ ମଧ୍ୟ ବଢ଼ୁଛି ତେଣୁ ଦିନକୁ ଦିନ ଆପଣଙ୍କର ଖାଇବା ତେଲଠାରୁ ଆରମ୍ଭ କରି ଯାହା ବି ଆମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ାକ ରେଟ୍ ବଢ଼ୁଛି ତେଣୁ ଏ ସରକାର ତାଙ୍କର ଚିନ୍ତା ନାହିଁ ସେଥିପ୍ରତି ବଢ଼େଇବେ ଆଉ ବଢ଼େଇବେ କିନ୍ତୁ ସେ କମେଇବା ପାଇଁ ଚାହୁଁନାହାନ୍ତି କେନ୍ଦ୍ରକୁ ମଧ୍ୟ ସେମାନେ ନିବେଦନ କରୁନାହାନ୍ତି ସେମାନେ ନିରବ ଦଶଟା ସାଜିଛନ୍ତି ନାଇଁ ନାଇଁ ଦେଖନ୍ତୁ ଗୋଳାମୁଣ୍ଡାର କଳାହାଣ୍ଡିରେ ଯେଉଁ କଥା କହୁଛନ୍ତି ସେ ତାଙ୍କ ଭିତରେ କ'ଣ ଅଛି ମୁଁ ତ କହିପାରିବିନି କିନ୍ତୁ ବିଧାୟକ କାହିଁକି ଜଣେ ନିର୍ବାଚିତ ଗୋଟେ ଚେୟାରମ୍ୟାନ୍କୁ ସେ ମାନେ ଧମକ ଚମକ ଦେବେ ଯଦି ଧମକ ଚମକ ଦେଉଛନ୍ତି ତାହେଲେ ଆଇନ ଅଛି ସେ କୋର୍ଟର ଆଶ୍ରୟ ନେଇପାରେ ପୁଲିସର ଆଶ୍ରୟ ନେଇପାରିବେ ତେଣୁ ଏହି ପ୍ରକାର ମନ୍ତବ୍ୟ ଦେବା ଅପେକ୍ଷା ସେ ନୀତିଗତ ଭାବରେ ସେ ଜଣାନ୍ତୁ ତାଙ୍କର ପାଇଁ ପୁଲିସ ଅଛନ୍ତି ଆଉ ଯେହେତୁ ସେ ବିଜେପି ଦଳର ଅଛନ୍ତି ସରକାର ମଧ୍ୟ ସାଙ୍ଗରେ ତାଙ୍କର ଅଛନ୍ତି ତେଣୁ ଅସୁବିଧା କିଛି ନାହିଁ ତେଣୁ ଏ ପ୍ରକାର ମନ୍ତବ୍ୟ ଦେବା ମୋ ମତରେ ଠିକ୍ ନୁହଁ।